ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଏହି ସାବ ସ୍କୁଲ ପାଠ ଆରମ୍ଭ କରିବା ପୂର୍ବେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ସାବ ସ୍କୁଲ ପାଠ ପଢିବା ପାଇଁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ, ଏହା ଯେପରିକି ଆମ ଅନ୍ତଃକରଣରେ ରଖିବୁ, ଏଥିପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ବାପ୍ତିଜିତ କର ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୈତାନ ହାତରୁ ଆମମାନଙ୍କୁ ଦୂରେଇ ରଖ, ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର ଆଉ ପରିଶେଷ ଯେବେ ତମେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଏହି ପୃଥିବୀକୁ ଆସିବେ, ସେତେବେଳେ ଏମାନଙ୍କୁ ଗ୍ରହଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍। ବନ୍ଧୁ, ଯେମିତିକି ଆମେ ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ ଈଶ୍ୱରଙ୍କ ବିନାମୂଲ୍ୟ ପ୍ରେମ ବିଷୟରେ ଆମେ ଶିକ୍ଷା କରୁଅଛୁ। ଆଉ ସେହି ପ୍ରେମ ବିଷୟରେ ଆମେ ଈଶ୍ୱରଙ୍କ ପ୍ରେମକୁ ବୁଝିପାରୁଛୁ, ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ବୁଝିପାରୁଛୁ। ଆଉ ଆଜିର ଆଲୋଚନା ହଉଛି ବିଶେଷ ଭାବରେ ଯାହାକି ଆମେ ଦେଖୁଛୁ ଈଶ୍ୱରଙ୍କ ଉତ୍ସାହୀ ଏବଂ ଦୟାଳୁ ଅଟେ। God is passionate and compassionate. ବନ୍ଧୁ, ଏହା ଜାଣିବା ପୂର୍ବେ ଚାଲନ୍ତୁ ଆମ ସ୍ୱର୍ଣ୍ଣ ପଦ ଦେଖିବା, ଯାହା ଆମେ ପାଉଛୁ ଯିଶା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଲିଖିତ ଯିଶାୟ 49:15। ସେଠି ଯିଶାୟ ଭବିଷ୍ୟତ ବକ୍ତା ମାନଙ୍କୁ କହନ୍ତି, ସ୍ତ୍ରୀ ଲୋକ ଆପନା ଗର୍ଭବତୀ ପୁତ୍ରକୁ ସ୍ନେହ ନ କରିକି ଆପନା ପୁଣ୍ୟସ୍ଥାୟୀ ଶିଶୁକୁ ପାଶୋରି ପାରିବ? ହଁ, ଏମାନେ ପାଶୋରି ପାରନ୍ତି, ତଥାପି ଆମ୍ଭେ ତୁମକୁ ପାଶୋରି ପାରିବା ନାହିଁ। ବନ୍ଧୁ, ଈଶ୍ୱରଙ୍କ ପ୍ରେମ ଏତେ ମହାନ, ଏତେ ଗଭୀର, ଏତେ ଉଚ୍ଚା, ଏତେ ଚଉଡ଼ା କି ଆମେ କେବେ ହେଲେ ବର୍ଣ୍ଣନା କରିପାରିବା ନାହିଁ କି କଳ୍ପନା କରିପାରିବା ନାହିଁ। ଯେହେତୁ ଈଶ୍ୱର ମନୁଷ୍ୟକୁ ପ୍ରାରମ୍ଭରେ ବା ଆଦିରେ ଯେବେ ଏହି ପୃଥିବୀକୁ ସୃଷ୍ଟି କଲେ, ମନୁଷ୍ୟକୁ ଆପଣା ପ୍ରତିରୂପେ ସୃଷ୍ଟି କଲେ ବୋଲି ଆଦି 1:26 ମନେ କରୁଅଛି। ଆଉ ସେମାନେ ପ୍ରଥମ ସନ୍ତତି ଥିଲେ ଈଶ୍ୱରଙ୍କର। ଆଉ ଯେବେ ସେହି ପ୍ରଥମ ସନ୍ତାନ ସନ୍ତତି ବା ପୁଅ ଝିଅ ଆଦମ ହବା ପାପ କଲେ, ଆଉ ସେଇ ପାପ ଏହି ଜଗତକୁ ପ୍ରବେଶ କଲା। ଆଉ ଯେଉଁ ସମ୍ପର୍କ ପ୍ରଭୁଙ୍କ ଠାରେ ସେମାନଙ୍କ ଠାରେ ଥିଲା, ଆଉ ଯେଉଁ ସମ୍ପର୍କ ସେମାନେ ଅନୁଭବ କରୁଥିଲେ, ସେଇ ସମ୍ପର୍କକୁ ସେମାନେ ରଖିପାରିଲେ ନାହିଁ। ସେମାନଙ୍କ ମଧ୍ୟରୁ ଆଉ ପରମେଶ୍ୱରଙ୍କ ମଧ୍ୟରୁ ଏକ ପାପର କାନ୍ଥ ଆସିଗଲା। ହେଲେ ପ୍ରଭୁ ସେଇ ମାନବ ଜାତିକୁ ଆଦମ ହବା ଆଉ ତାର ବଂଶକୁ କେବେ ହେଲେ ଭୁଲି ନାହାନ୍ତି। ସେ ସୃଷ୍ଟି ସମୟରୁ ଆଦମ ହବାକୁ ପ୍ରେମ କଲେ, ଆଉ ତାଙ୍କ ସନ୍ତାନ ସନ୍ତତି ଯିଏକି ଆମ୍ଭେମାନେ, ଆମମାନଙ୍କୁ ମଧ୍ୟ ବର୍ତ୍ତମାନ ମଧ୍ୟ ପ୍ରେମ କରନ୍ତି। ଯିଏକି ଯେପରିକି ଆମ ସ୍ୱର୍ଣ୍ଣ ପଦରେ ଆମେ ଦେଖିଲୁ, ଯେଉଁ ମାତା ଆପଣା ଶିଶୁକୁ ଗର୍ଭରେ ପ୍ରାୟ 9 ମାସ 10 ମାସ
बेले बेले 11 मास रखी तापर जन्म करे आउ सेही माता बेले बेले से ही पुओ बा झील को भूली जाती बोली जिसा भविष्य वक्ता कहते आउ सेही कथा प्रभु जिसा भविष्य वक्ता द्वारा कहु अछंती कि मु भूलिबी कि मु भूलिबी नहीं पासरे भी नहीं बोली से कहु अछंती यह होची ईश्वरंकर एक बहुमूल्य प्रेम जहा होई पारे आम सांसारिक पितामाता आम को भूली जाई पारंतु जो माने आम को जन्मदान देछंती जन्म कर जो माने आमर शिक्षा आमर बढ़िवार सब किसी से माने देखछंती हेले हैं बेले बेले से माने भूली जाई पारंतु आउ जदि प्रथम पाठ को जदि आम देखा सेठी कह जाउछि माँ टू अधिक प्रेम मोर देन ए मदर्स लव माँ टू माता टू अधिक प्रेम बंधु आमे समस्ते एही पृथ्वी रे बास करूछु आमर परिवार अछि आम परिवार होई पारे गोटे पुओ गोटे झील अछंती सेमानंकु आमे एमिति प्रेम करू सेमाने जहा चाहती ताहा आमे कष्टरे बा बाधारे बा जे प्रकार कार्य करी सेमानंको आशा सेमानंको इच्छा को पूर्ण करने आम चेष्टा कर द्वारा आम आम प्रेम को प्रकाश कर प्रमाण दे था बेले बेले हो पारे आम गरीब अवस्था बा जो अन्य कौन सी अवस्था आम से इच्छा को पूर्ण कर न पारि थाओ हेले यह नुहे जे कि आम आमना अपना पुओ झील मान को भूली जाऊँ बा प्रेम करूना मात्र बेले बेले होई थाए आम देखिछु कि केते पुओ झील माने अपना पिता माता को भूली जाती केते माँ बापा माने अपना पुओ झील को भूली जाती मात्र पवित्र शास्त्र बाइबल कहूँ कि यह सांसारिक प्रेम आउ सांसारिक प्रेम रे किछि स्थायी नहीं जदि आम देखा गीत संहिता 103:13 से कहती कि पिता अपना संतान गण प्रति जे रूप स्नेह करती सदा प्रभु अपना दयाकारी मान प्रति से ही रूप स्नेह करती किंतु पिता अपना संतान मान प्रेम करती आम परमेश्वर मध्य जे माने ताहांको भय करते से मध्य से प्रेम करती बोली गीत संहिता 103:13 गीत लेखक कहते तापर जदि आम देखा जिसाय 49:15 जेपरी आम देखिलु कि स्त्री लोक अपना गर्भवत जात पुत्र को स्नेह न करी कि अपना संतान सैन्य प्राय शिशु को पासरी पारिबे नहीं मात्र मु पासरी पारिबी नहीं बोली से कहउछंती सेहीपरि जदि आम देखा जिरिमिय तार 31:20 से कहते इप्रिमय कि आमर पुत्र प्रिय पुत्र से कि आनंदीय बालक कारण आम जिते थर ताहा विरुद्ध कथा कहू सेते थर अनुग्रह आम ताहाको ग्रहण करू बंधु यह स्पष्ट रूप से कहुच्छी पारे ईश्वर आमर प्रार्थना शुणती नहीं मात्र सेते थर से आम को अनुग्रह प्रदान करते जिते दूर आम पाप कर ईश्वर विरुद्ध में चली था सेते थर तांको अनुग्रह आम प्रदान करते से आम को भूली जाती नहीं कि परित्याग करती नहीं बरं तांको प्रेम आम को प्रकाश करती एथिपाई ताहा निमंते आमर अंतर व्याकुल हुए आम अवश्य ताहाको दया करवा एवं श्रद्धा प्रभु करवा बंधु आम जिते बेले परमेश्वर सम्मुखर चली जाई थाओ विद्रोही होई थाओ
ସଦାପ୍ରଭୁ ଏଠି ଆମମାନଙ୍କୁ କହୁଅଛନ୍ତି ଯେ ସେ ଦୟା କରନ୍ତି। ତାଙ୍କ ହୃଦୟ ବ୍ୟାକୁଳ ହୁଏ ଆମମାନଙ୍କ ପାଇଁ ଯେବେ ଆମେ ଦୂରକୁ ଚାଲି ଯାଉଥାଉ। ସେତେ ପ୍ରେମ କରନ୍ତି ପ୍ରଭୁ, ସେତେ ଆମମାନଙ୍କୁ ପ୍ରଭୁ ପ୍ରେମ କରନ୍ତି, ଯାହାକି ଆମେ ନିଜକୁ କହିବା କଳ୍ପନା କରିପାରିବା ନାହିଁ। ଯେହେତୁ ଈଶ୍ୱରଙ୍କ ପ୍ରେମ ଏତେ ବଡ଼, ଏତେ ବଡ଼। ଆଉ ବେଲେ ବେଲେ ଈଶ୍ୱରଙ୍କ ପ୍ରେମ ଆମମାନଙ୍କୁ ଭଲ କରିବା ପାଇଁ ଆମେ ବଗିଚାରେ ବେଲେ ବେଲେ ସେଇ ବଗିଚାର ଫୁଲ ଗୁଡାକ କାଟିଥାଉ, ତାକୁ ଭଲ ଆକାର ଦେଇଥାଉ। କଟ୍ ୱେଞ୍ଚିଂ ଲଭ୍ ମାନେ ପ୍ରଭୁ ଆମମାନଙ୍କୁ ଏମିତି ସଫା କରନ୍ତି, ଆଉ ସେ ସଫା ଦ୍ୱାରା ଆମେ ଯେପରି ତାଙ୍କ ପ୍ରେମର ଯୋଗ୍ୟ ହୋଇପାରିବା, ତାଙ୍କ ପ୍ରେମର ଯୋଗ୍ୟ ହୋଇପାରିବା, ଯାହାକି ଆମେ ହୋସିୟ 11:1-9 ଯଦି ଦେଖିବା, ସେଠି ହୋସିୟର କାହାଣୀ ଆମେ ଭଲ ଭାବରେ ଜାଣିଅଛୁ। ସଦାପ୍ରଭୁ ପରମେଶ୍ୱର ଯାହା ସେ ହୋସିୟ ଭବିଷ୍ୟତ ବକ୍ତା କହିଲେ ତାହାକୁ ବିବାହ ହେବା ପାଇଁ, ଏକ ବ୍ୟଭିଚାରୀ ସ୍ତ୍ରୀକୁ ବିବାହ ହେବା ପାଇଁ, ଆଉ ସେଇ ଯୋଉ ବ୍ୟଭିଚାରୀର ପୁଅ ଝିଅ ମାନଙ୍କୁ କେମିତି ପ୍ରେମ କଲେ, ଆଉ ହୋସିୟ କିପରି ସେ ବ୍ୟଭିଚାରୀ ସ୍ତ୍ରୀକୁ ସେଇ ବନ୍ଧନରୁ ମୁକଲାଇଲେ, ଏହା ଈଶ୍ୱରଙ୍କ ପ୍ରେମ ଇସ୍ରାଏଲ ପ୍ରଜାମାନଙ୍କୁ ପ୍ରକାଶ କରୁଥିଲା। ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କର ପ୍ରେମକୁ ବେଲେ ବେଲେ ଅବହେଳା କରିଥାଉ। ସେ ବ୍ୟଭିଚାର ସ୍ତ୍ରୀ ପରି ଆମେ ଅନ୍ୟ ସାଂସାରିକ କାର୍ଯ୍ୟରେ ଆପଣାକୁ ବ୍ୟଭିଚାର କରିଥାଉ। ହେଲେ ହିଁ ଆମମାନଙ୍କୁ ଈଶ୍ୱର ଏତେ ପ୍ରେମ କରନ୍ତି, ଆମ ପାପ ସବୁ କ୍ଷମା କରନ୍ତି, ତାଙ୍କ ପ୍ରେମ ଆମମାନଙ୍କୁ ପ୍ରକାଶ କରନ୍ତି, ତାଙ୍କ ଦୟାଳୁ ଆମମାନଙ୍କୁ ପ୍ରକାଶ କରନ୍ତି। ସେହିପରି ପରମେଶ୍ୱର ଆମର ଯାହା ଆମେ ଦେଖୁଅଛୁ। ବନ୍ଧୁ, ପରମେଶ୍ୱରଙ୍କ ପ୍ରେମ ଯେପରି ମୁଁ କହିଲି, ତାର ଗଭୀର, ଉଚ୍ଚା, ଚଉଡ଼ା ଆମେ କେବେ ହେଲେ ବର୍ଣ୍ଣନା କରିପାରିବା ନାହିଁ, ଯେହେତୁ ତାଙ୍କ ପ୍ରେମ ହଉଛି ଅସୀମ ପ୍ରେମ, ତାଙ୍କ ପ୍ରେମ ହଉଛି ଅସୀମ ପ୍ରେମ। ବନ୍ଧୁ, ସେହିପରି ଯେବେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ସେହି ପ୍ରେମ, ସେହି ମମତା, ସେହି ଦୟା ଯୀଶୁ ପ୍ରଭୁ ଏହି ପୃଥିବୀରେ ପରମେଶ୍ୱରଙ୍କ ପ୍ରେମକୁ ପ୍ରଦର୍ଶନ କଲେ। ସେ ପରମେଶ୍ୱରଙ୍କ ପ୍ରେମକୁ ପ୍ରଦର୍ଶନ କଲେ, ସେ ପ୍ରେମ କଲେ ଯେପରିକି ଈଶ୍ୱରଙ୍କ ପ୍ରେମକୁ ଆମେ ଚିହ୍ନି ପାରିବା, ଆମେ ବୁଝିପାରିବା, ଈଶ୍ୱରଙ୍କୁ ଆମେ ପ୍ରେମ କରିପାରିବା। ସେହି ପ୍ରେମ ଆମମାନଙ୍କୁ ଦେଖେଇଲେ, ସେ ଈଶ୍ୱରଙ୍କର ଦୟା ଆମମାନଙ୍କୁ ଦେଖାଇଲେ। ଯଦି ଆମେ ଦେଖିବା ମାଥ୍ୟୁ 9:36, ଆଉ ଲୋକ ସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ରକ୍ଷଣ ମେଷ ପରି ଦୁର୍ଗା ପ୍ରସ୍ତ ଓ ଚିହ୍ନ ଭିନ୍ନ ଥିଲେ। ବନ୍ଧୁ, ଯୀଶୁ ପ୍ରଭୁ ଯେବେ ଜନସମୂହକୁ ଦେଖିଲେ, ସେମାନେ ଯାହାକି ପବିତ୍ର ଶାସ୍ତ୍ର ବାଇବଲ କହୁଛି, ଯୀଶୁଙ୍କ ମନରେ ଏହିପରି ଆସିଲା କି ଜଣେ ମେଷ ପାଲକ ବିନା ମେଷ ଗୁଡାକ ଏପଟେ ସେପଟେ ଚାଲି ଯାଇଛନ୍ତି, ଆଉ ସେମାନଙ୍କୁ ସୁରକ୍ଷା କରିବା ପାଇଁ କେହି ନାହାନ୍ତି। ଏହା ଦେଖି ଯୀଶୁ ଖ୍ରୀଷ୍ଟ ସେମାନଙ୍କ ଉପରେ ଆପଣ ଦୟା ପ୍ରକାଶ କଲେ। ସେହିପରି ଆମେ ଦେଖୁଅଛୁ ମାଥ୍ୟୁ 14:14, ଆଉ ସେ କୌଣ ନୌକାରୁ ବାହାରି ବହୁ ସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କ ରୋଗୀମାନଙ୍କୁ ସୁସ୍ଥ କଲେ। ବନ୍ଧୁ, ଯୀଶୁ ପ୍ରଭୁ ଏହି ପୃଥିବୀକୁ ଆସିଲେ, ତାଙ୍କ ଦୟା, ତାଙ୍କ ପ୍ରେମ, ତାଙ୍କ ଅନୁଗ୍ରହ ଲୋକମାନଙ୍କୁ ପ୍ରକାଶ କଲେ। ଯେପରି ଆମେ ଦେଖୁଅଛୁ ମାଥ୍ୟୁ 14:14 କି ସେ ଲୋକମାନଙ୍କୁ ସ୍ୱସ୍ଥ କଲେ।
ଯେ ଯୋଉ ପ୍ରକାର ରୋଗ ଥିଲେ ମଧ୍ୟ ସେ ସେମାନଙ୍କୁ ସୁସ୍ଥ କଲେ, ଭଲ କଲେ ବୋଲି ଆମେ ଦେଖୁଅଛୁ। ଆଉ ସେହିପରି ମାର୍କ 1:41 ସେ କୁହେ କି ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କରେ ଓ କହିଲେ ମୁଁ ଇଚ୍ଛା କରୁଅଛି ସୁସ୍ଥ ହୁଅ। ବନ୍ଧୁ ନିଜ ହସ୍ତ ସେମାନଙ୍କ ଉପରେ ରଖି ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ସୁସ୍ଥ କଲେ। ଆଉ ଯେବେ ଯୀଶୁ ପ୍ରଭୁ ସେମାନଙ୍କୁ ପ୍ରଶ୍ନ କଲେ କଣ ତମେ ସୁସ୍ଥ ହେବା ପାଇଁ ଇଚ୍ଛା କରୁଛ କି? ଆଉ ସେମାନେ କହିଲେ ହଁ ପ୍ରଭୁ ମୁଁ ଇଚ୍ଛା କରୁଅଛି। ଆଉ ସେମାନଙ୍କ ଇଚ୍ଛା ପ୍ରକାରେ ଯୀଶୁ ପ୍ରଭୁ ସେମାନଙ୍କ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ ଦେଇ ସେମାନଙ୍କୁ ସୁସ୍ଥ କରୁଥିଲେ ବୋଲି ଆମେ ଦେଖୁଅଛୁ। ସେହିପରି ଆମେ ଦେଖୁ ମାଥିଉ 23:37 କୁହାଯାଉଛି ଏହିପରି ରେ ମୂଢ ଓ ଅନ୍ଧମାନେ ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି। ଯେଉଁ ମନ୍ଦିର ଏହି ଦୁଇ ମଧ୍ୟରେ କଣ ଶ୍ରେଷ୍ଠ? ବନ୍ଧୁ ଆମେ ବେଲେ ବେଲେ ଏହିପରି କାମ କରିଥାଉ। ସ୍ୱର୍ଣ୍ଣ କିମ୍ବା ସୁକୁନ ପବିତ୍ର କରିଅଛି, ଯାହା ଆମେ ଈଶ୍ୱରଙ୍କ କଥାକୁ ମାନି ନଥାଉ ଆଉ ତାଙ୍କ ବିରୁଦ୍ଧରେ କାମ କରିଥାଉ। ଆଉ ସେଇ ଯୋଉ କଥା ମାନଙ୍କୁ କହୁଅଛି, ଯେପରିକି ଆକାଶରେ ପକ୍ଷୀ ଗୁଡାକ ଉଡନ୍ତି ଆଉ ଦେଖନ୍ତି, ଆଉ ଯେପରିକି ମାତା ପକ୍ଷୀ ଚାରିପଟେ ବୁଲି ବୁଲି ଆପଣା ଶିଶୁ ପକ୍ଷୀ ମାନଙ୍କୁ ରକ୍ଷା କରିବା ପାଇଁ ଆପଣା ଯୋଉ ଡେନା ଗୁଡାକ ମିଲେଇ ରଖନ୍ତି, ସେହିପରି ପରମେଶ୍ୱର ମାନଙ୍କୁ ରକ୍ଷା କରନ୍ତି। ବନ୍ଧୁ ସାଧାରଣ କଥା, ଯଦି ଆମେ ଘରରେ କୌଣସି କୁକୁଡା ରଖିଅଛୁ ଆଉ ଯେବେ କୁକୁଡା ଅଣ୍ଡା ଦିଏ, ଅଣ୍ଡା ଦେଲା ପରେ କୁକୁଡା ଯୋଉ ଛୋଟ ଛୋଟ ଛୁଆ ଆସେ, ସେ କୁକୁଡା କିପରି ସେମାନଙ୍କର ଯତ୍ନ ନିଏ ଆମେ ଭଲ ଭାବରେ ଜାଣୁଅଛୁ, ଭଲ ଭାବରେ ଦେଖିଅଛୁ। ସେହିପରି ପ୍ରେମ ହଉଛି ଈଶ୍ୱରଙ୍କର ପ୍ରେମ। ପିଲାମାନଙ୍କୁ ରକ୍ଷା କରିବା ପାଇଁ ବେଲେ ବେଲେ ସେ କୁକୁଡା ନିଜ ଜୀବନ ଦାନ ବି ଦେଇଦିଅନ୍ତି। ଆଉ ଆମମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ପ୍ରଭୁ ପରମ ପିତାଙ୍କ ଆଜ୍ଞା ବହ ହେଲେ ଆଉ କୃଷର ବନ୍ଧୁ ଆଗକୁ ଆମେ ବଢିବା। ପବିତ୍ର ଶାସ୍ତ୍ର ବାଇବଲ କହୁଅଛି କି ଯୀଶୁ ପ୍ରଭୁ ଈଶ୍ୱରଙ୍କ ପ୍ରେମ ହଉଛି ଏକ ଦୀର୍ଘ ସୃଷ୍ଟି ପ୍ରେମ। ହିତଜନକ ଈର୍ଷା କରେ ନାହିଁ, ଆତ୍ମା ବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ। କାରଣ ଈଶ୍ୱରଙ୍କ ବିଷୟରେ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ ଦେଉ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀ ଠାରେ ଅର୍ଥାତ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରିବା ନିମନ୍ତେ ଦାଗବାନ କରିଅଛି। ବନ୍ଧୁ ଯଦି ପ୍ରଥମ କରନ୍ତି 13:4 ଯଦି ଆମେ ଦେଖିବା, ପ୍ରେମ ବିଷୟରେ ପ୍ରକାଶ କରାଯାଉଛି ସେଠି। ପ୍ରେମ କିପରି ସହେ, ଯେତେ ଭୁଲ କଲେ ବି ପ୍ରେମ କିପରି ସହେ, ତାର ଉଦାହରଣ ଆମେ ପାଉଛୁ ପ୍ରେମ ଦୀର୍ଘ ସହିଷ୍ଣୁତା, ସମ୍ଭାଳି ରହିବା, ଅପେକ୍ଷାରେ ରହିବା। ପ୍ରେମ ହିତଜନକ, ଆଉ ପ୍ରେମ କେବେ ହେଲେ ଈର୍ଷା କରେ ନାହିଁ, ଆତ୍ମା ବଡ଼ିମା କରେ ନାହିଁ, ପ୍ରେମ କେବେ ହେଲେ ଅହଙ୍କାର ଦେଖାଏ ନାହିଁ। ସେହିପରି ଆମେ ଦେଖୁଅଛୁ ଦ୍ଵିତୀୟ କରନ୍ତି 11:2 ଈଶ୍ୱରଙ୍କର ବିଷୟରେ କିପରି ଈଶ୍ୱର ସ୍ୱାମୀ ଯେପରି ଆପଣା ପତ୍ନୀକୁ ପ୍ରେମ କରନ୍ତି, ପତ୍ନୀ ଯେପରି ଆପଣା ସ୍ୱାମୀକୁ ପ୍ରେମ କରନ୍ତି, ସେହିପରି ଈଶ୍ୱର ମଣ୍ଡଳୀକୁ ପ୍ରେମ କରନ୍ତି। ସେହିପରି ଈଶ୍ୱର ଆମମାନଙ୍କୁ ସେ ପ୍ରେମ କରନ୍ତି, ତାଙ୍କୁ ପ୍ରେମ ଆମମାନଙ୍କୁ ପ୍ରଦାନ କରନ୍ତି। ବନ୍ଧୁ
से प्रेमर योग्य आम हो पारिबा कि जेपरी आम देखुअछु गीत संहिता तार 78 58 रे कारण से माने आपना मानक उच्च स्थली द्वारा ताहंको विरक्त कले ओ आपना मानक पदित प्रतिमा द्वारा ताहंकर अंत ज्वाला जन्माइले बंधु अनेक थर आपना आपना कार्य आपना आपना इच्छा रे आमे ईश्वर विरुद्ध रे काम करता जेपरी ये जो पद आम मान कहूँ से माने किए जो मानू परमेश्वर मिश्र देश बंचाई आनी उद्धार कर आनी आउ से एक सौंदर्य राज्य देले जहाँकि से राज्य नाम हूँ केनान देश आउ से माने केनान देश बास कले मात्र जेबे से माने बास कले परमेश्वर विरुद्ध से माने चली हेले से ईश्वर भूलिले ना तांको प्रेम से प्रकाश ले आओ एमिति प्रकाश कले जेपरी कहूँ कि ईर्षा परमेश्वर एक ईर्षा परमेश्वर आमे सांसारिक भाव में आम चिंता करवा जदि आपण क्या भल पाउछंती आउ से व्यक्ति जदि अन्य जन को भल पाए तबे आपण मनर कौन उत्पन्न होता है बंधु आपण हाँ ठीक उत्तर देछंती ताहा होची ईर्षा उत्पन्न होता है जेबे ईर्षा उत्पन्न होए हेले आमे टिके दुखित होता जेतु से जो व्यक्ति को से जो पुओ को बा झियो को भल पाओ आउ से आमको न भल पाए अन्य को भल पाए जेतु ईश्वर मान को भल पाते आमे मनुष्य हिसाब से ईर्षा करता मात्र परमेश्वर केबे ईर्षा करते नहीं मात्र परमेश्वर ईर्षा करते तांको प्रेम एते महान कहीं से चाहती कि ताको आमे प्रेम करू जेहेतु से आम पाए मृत्युदान होती आम पाए सब किछि करुछंती आ ईश्वर इच्छा जे आमे प्रेम करू बंधु गोटे जिनस मन रखते परमेश्वर क्या जबरदस्त करती नहीं क्या से दाबी करती नहीं कि मत तुम प्रेम कर मात्र ईश्वर चाहती कि ईश्वर जेपरी आम को बिना मूल्य प्रेम करुछंती से प्रेम पाई आम मान को किसी देवा को पड़ू नहीं ईश्वर चाहती से प्रेम आम को करू कारण से जगत को एते प्रेम कले आ जगत माने किए जगत माने लोक माने जो लोक माने जगत रे बास करते आ ए जो जगत लोक माने जेपरि कि परित्राण पाई परिबे अनंत जीवन पाई परिबे एथिपाई अपना एकमात्र पुत्र को से ए जगत को पठाइले आ से एकमात्र पुत्र से सदा प्रभु को प्रेम दया अनुग्रह प्रकाश कले अपना जीवन द्वारा प्रभु को सह प्रमाण हेले एमती कि से सदा प्रभु परमेश्वर कथा आज्ञा मानिले आउ से आज्ञा मानि निज को समर्पण कर क्रूसरे जीवन दान देले यह हूँ ईश्वर प्रेम आ से प्रेम जहाँ आम देखु उत्साही और दयालु प्रभु He is a God of passionate and compassionate बंधु ये जो परमेश्वर आमर होचंती प्रेमीय प्रभु जेपरि कि गत काली आम देखिलु प्रथम करंती 13:4-8 कही से प्रेम दीर्घ सहिष्णुत प्रेम हितजनक ईर्ष्या करे नहीं आत्मबणिमा करे नहीं अहंकार करे नहीं अनुचित व्यवहार करे नहीं स्वास्थ्य चेष्टा करे नहीं विरक्त हुए नहीं अपकार
ଗ୍ରହଣ କରେ ନାହିଁ, ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ। ସମସ୍ତ ସତ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ। ପ୍ରେମ କଦାପି ଶେଷ ହୁଏ ନାହିଁ, କିନ୍ତୁ ଯଦି ଭାବବାଣୀ ଥାଏ ତାହା ଲୋପ ହେବ, ଯଦି ପରଭାଷା ଥାଏ ସେହି ସବୁ ନିବୃତ୍ତ ହେବ, ଯଦି ଜ୍ଞାନ ଥାଏ ତାହା ଲୋପ ହୁଏ, ମାତ୍ର ଈଶ୍ୱରଙ୍କ ପ୍ରେମ କେବେ ହେଲେ ବି ଲୋପ ହେବ ନାହିଁ। ବନ୍ଧୁ, ଆମେ ଏହିପରି ଏମିତି ଈଶ୍ୱରକୁ ଆମେ ପୂଜା ଆରାଧନା କରୁଛୁ ଯାହାର ପ୍ରେମ ମାନବ ଜାତି ପାଇଁ କେବେ ହେଲେ ଶେଷ ହେବନି। ଯାହା ଆମେ ଦେଖିଲୁ ସବୁ କିଛି ଶେଷ ହୋଇପାରିବ, ଜ୍ଞାନ ଶେଷ ହୋଇପାରିବ, ସବୁ କିଛି ଶେଷ ହୋଇପାରିବ, ମାତ୍ର ଈଶ୍ୱରଙ୍କ ପ୍ରେମ କେବେ ହେଲେ ଶେଷ ହେବ ନାହିଁ। ବନ୍ଧୁ, ସେ ସଦା ସର୍ବଦା ମାନଙ୍କୁ ପ୍ରେମ କରନ୍ତି। ତାହେଲେ ଏକ ପ୍ରଶ୍ନ ହୁଏ କି ତାହାଙ୍କର ପ୍ରେମର ଯୋଗ୍ୟ କି? ଆମେ ତାହାଙ୍କ ପ୍ରେମର ଯୋଗ୍ୟ କି? ହଁ, ଈଶ୍ୱର ମାନଙ୍କୁ ପ୍ରେମ କରନ୍ତି, ତାଙ୍କ ଅନୁଗ୍ରହ ମାନଙ୍କୁ ପ୍ରଦାନ କରନ୍ତି, ତାଙ୍କ ଦୟା ମାନଙ୍କୁ ପ୍ରକାଶ କରନ୍ତି। ସେ ହେଉଛନ୍ତି ଦୟାଳୁ ଈଶ୍ୱର, ପ୍ରେମ ଈଶ୍ୱର। ତାହେଲେ ଚାଲନ୍ତୁ ସେହି ପ୍ରେମକୁ ଆମେ ଗ୍ରହଣ କରି ସେହି ସଦାପ୍ରଭୁଙ୍କ ନାମରେ ଏହି ସାବାସକୁ ପାଠ ଶେଷ କରିବା ପୂର୍ବେ ଆମେ ତାହାଙ୍କ ନାମରେ ଧନ୍ୟବାଦ କରି ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ସାବସ୍କୁ ମାଧ୍ୟମ ଦ୍ୱାରା ତୁମ ସେହି ପ୍ରେମ, ତୁମ ସେହି ଅସୀମ ପ୍ରେମ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଲେ, ସେହି ପ୍ରେମ ଯେପରିକି ଆମେ ସେହି ପ୍ରେମର ଯୋଗ୍ୟ ହୋଇପାରିବୁ ସେହିପରି ଆମମାନଙ୍କୁ ସାହାଯ୍ୟ କର। ଶତ୍ରୁ ଶୈତାନ ଭକ୍ତରୁ ଆମମାନଙ୍କୁ ଦୂରେଇ ରଖ। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ପରିଶେଷ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ। ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଗ୍ରହଣ କର। ଆମେନ୍।